2026 ମସିହା ବୋର୍ଡ଼ ପରୀକ୍ଷା ପାଇଁ କିଛି ନମୁନା ପ୍ରଶ୍ନ ଆମେ ପ୍ରସ୍ତୁତ କରିଛୁ, ଯେଉଁଟାକି ଇମ୍ପୋର୍ଟାନ୍ସ ଅଛି। ତାକୁ ଆମେ କିଛି ପ୍ରସ୍ତୁତି ପାଇଁ କରିଛୁ, ଯେଉଁଟାକି ପ୍ରଥମ ଅଧ୍ୟାୟର ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ କେମିକାଲ ରିଆକ୍ସନ୍ ଆଣ୍ଡ ଇକ୍ୱେସନ୍, ଯେଉଁଟାକି ତା'ର କିଛି ନମୁନା ପ୍ରଶ୍ନ ଏଠି ଦିଆଯାଇଛି। ତାକୁ ଆମେ ଏଠି ଆଲୋଚନା କରୁଛେ, ଯେଉଁଟାକି ନିମ୍ନସ୍ଥ 1 ନମ୍ବର ଦେଇଛି। ନିମ୍ନସ୍ଥ କେଉଁ ସମୀକରଣରେ ପ୍ରତିକାରକ ଓ ଉତ୍ପାଦକ ଗୁଡ଼ିକର ଅବସ୍ଥାଗୁଡ଼ିକୁ ଉପଯୁକ୍ତ ପ୍ରତୀକ ଦ୍ୱାରା ସୂଚିତ କରାଯାଇଛି? ଦେଇଛି 1 ନମ୍ବର ଯେ 2H2 ଗ୍ୟାସ୍ ପ୍ଲସ୍ ଦେଖ 2H2 ଗ୍ୟାସ୍ ପ୍ଲସ୍ O2L ଲିକ୍ୱିଡ଼ ଦେଲାଣି, କ'ଣ ଦେଲାଣି? ଏଠି ଲିକ୍ୱିଡ଼ ଦେଲାଣି, ତ ଏଇଟା ଭୁଲ ଦେଲାଣି। ଲିକ୍ୱିଡ଼ ହେବ କି? ତ ଏଟାକୁ ଛାଡ଼ି ଆସ। ଏଠି କହୁଛି 2H2 ଗ୍ୟାସ୍ ଦେଇଛି, ପୁଣି ଅକ୍ସିଜେନ୍ O2 ଦେଇଛି ଗ୍ୟାସ୍, 2H2O ଏଠି ଦେଇଛି ଲିକ୍ୱିଡ଼, ତ ଏଇଟା ହେଇଯିବ ଆନ୍ସର୍ କି ନାହିଁ? ତ ଏଠି ଅପସନ୍ B ହେଉଛି ଆନ୍ସର୍। ତ ଆଗଟା ଦେଖ, ଏଇଟା ଲିକ୍ୱିଡ଼ ଦେଲାଣି, ଏଇଟା ଗ୍ୟାସ୍, ଏଠି ଦେଲାଣି ଜଳ ହେବ ଗ୍ୟାସ୍, H2O ଗ୍ୟାସ୍ ହେବ କି? ଏଇଟା କେବେ ସମ୍ଭବ ନୁହଁ, ତ ଏଇ B ନମ୍ବର ହେଉଛି ଆନ୍ସର୍। 2 ନମ୍ବରକୁ ଯିବା। ନିମ୍ନଲିଖିତ ଯୌଗିକ ଗୁଡ଼ିକ ମଧ୍ୟରୁ କେଉଁଟିକୁ ଜଳ ସହ ମିଶାଇଲେ ତାପ ନିର୍ଗତ ହୁଏ? କାହାକୁ ଜଳ ସହ ମିଶାଇଲେ ତାପ ନିର୍ଗତ? ସେ ହେଉଛି Na2 ନୁହଁ, ମ୍ୟାଗ୍ନେସିୟମ୍, MgO ନୁହଁ, CO ନୁହଁ, CaO ଆମେ ପଢ଼ିଛେ। କ୍ୟାଲସିୟମ୍ ଅକ୍ସାଇଡ଼୍ ଯେଉଁଟାକି କଲି ଚୂନ, ଏଇଟା ପାଣିରେ ମିଶାଇଲେ ସେଥିରୁ କ'ଣ ହେଉଛି ନା ଏଥିରୁ ଆମର ଜଳ ସହ ମିଶିଲେ ସେଥିରୁ ତାପ ନିର୍ଗତ ହେବ। ତାପରେ 3 ନମ୍ବର ରାସାୟନିକ ପ୍ରତିକ୍ରିୟାର ଉଭୟ ପାର୍ଶ୍ୱରେ କ'ଣ ସମାନ ଥିଲେ ତାହାକୁ ସମତୁଲ ରାସାୟନିକ ସମୀକରଣ କୁହାଯିବ? ତ ସେ ହେଉଛି ବସ୍ତୁତ୍ୱ, ପରମାଣୁ ସଂଖ୍ୟା, ଉଭୟ ବସ୍ତୁତ୍ୱ ଓ ପରମାଣୁ ସଂଖ୍ୟା, କୌଣସିଟି ନୁହଁ। ତ କ'ଣ ଉଭୟ ବସ୍ତୁତ୍ୱ ଆଉ ପରମାଣୁ ସମାନ ହେଲେ ଯାଇକି ହେଇପାରିବ, ତ ଏଇଟା C ନମ୍ବର ହେବ ଆନ୍ସର୍। ତାପରେ 4 ନମ୍ବର କ୍ୟାଲସିୟମ୍ ଅକ୍ସାଇଡ଼ରେ ଜଳ ମିଶାଇଲେ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ଘଟେ? କେବଳ ସେ କହୁଛି କ୍ୟାଲସିୟମ୍ ଅକ୍ସାଇଡ଼ରେ ଜଳ ମିଶାଇବା। ଜଳ ମିଶାଇଲେ କ'ଣ ହେବ ନା କେବଳ ତାପ ଉତ୍ପାଦୀ, କେବଳ ତାପ ଶୋଷୀ, କେବଳ ସଂଶ୍ଳେଷଣ, ଉଭୟ ସଂଶ୍ଳେଷଣ ଓ ତାପ ଉତ୍ପାଦକ। ତ ଏଇଟା କ'ଣ ହେବ? ଉଭୟ ସଂଶ୍ଳେଷଣ ଆଉ ତାପ ଉତ୍ପାଦକ ହେଇପାରିବ। 5 ନମ୍ବର ଗୋଟିଏ ଫେରସ୍ ସଲଫେଟ୍ ସ୍ଫଟିକରେ କେତୋଟି ଜଳ ଅଣୁ ଅଛି? ଗୋଟେ ଫେରସ୍ ସଲଫେଟ୍ରେ 7ଟା, କେତେଟା? 7ଟି ଜଳ ଅଣୁ ଅଛି, ତ ଅପସନ୍ B। ଦେଖ ପୁଣି 6 ନମ୍ବର ଜଳ ବିଦ୍ୟୁତ ବିଶ୍ଳେଷଣରେ ଉତ୍ପନ୍ନ ହେଉଥିବା ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍ ଆୟତନ ଅନୁପାତ କେତେ ହୋଇଥାଏ? ତ ଆମେ ଜାଣିଛେ ଯେ କ'ଣଟା ଯେ H2O ହେଲେ ଏଠି 2, ଏଠି 1, 2:1, ଗୋଟେ ସିରେ, ତ ଅପସନ୍ C। ନିମ୍ନଲିଖିତ ମଧ୍ୟରୁ କେଉଁଟି ବେରିଲିୟମ୍ ହାଇଡ୍ରୋକ୍ସାଇଡ଼୍ ଓ ଆମୋନିୟମ୍ କ୍ଲୋରାଇଡ଼୍ ମଧ୍ୟରେ ଘଟୁଥିବା ସମତୁଲ ରାସାୟନିକ ସମୀକରଣ ଅଟେ? ଦେଖ ଏଥିରେ କେଉଁଟା ସମତୁଲ ଦେଇଛି? ଦେଖ ଏପଟେ BA ଗୋଟେ, ଏପଟେ ଗୋଟେ, ହାଇଡ୍ରୋଜେନ୍ ଅକ୍ସିଜେନ୍ 2ଟା, ଏପଟେ ଅକ୍ସିଜେନ୍ ଗୋଟେ, ତ ଏଠି A ନମ୍ବର। ଏଠି ଦେଖ ଏଠି ଏଇଟା କୋଶ୍ଚିନ୍ ମୁଁ ଦେଖୁଥିଲି ଭୁଲ ଅଛି, ଏଠି କେଉଁଟା ବି ସମତୁଲ ଦେଇନି, କିନ୍ତୁ ଅପସନ୍ A ଦେଇଛି ଆନ୍ସର୍। କିନ୍ତୁ ଏଠି ଦେଖିଲା ବେଳକୁ ସମତୁଲ ସମୀକରଣ ହେଉନି, କାହିଁକିନା ଏଠି 2ଟା ଅକ୍ସିଜେନ୍ ଅଛି, କିନ୍ତୁ ଏଠି ଗୋଟେ ଅକ୍ସିଜେନ୍ ଅଛି, ସେଥିପାଇଁ ଭୁଲ ଅଛି। ଏଗୁଡ଼ା ତ ସାଧାରଣ ଭାବରେ ଭୁଲ ଅଛି, କାହିଁକି ନା ଏଇଟା 2ଟା ଏଠି ହେଲା ନାଇଟ୍ରୋଜେନ୍, ଏଠି ହେଲା 2ଟା BA, ଏଠି ଗୋଟେ BA, ଏଠି ନାଇଟ୍ରୋଜେନ୍ 3ଟା ରହିଲାଣି, ଏପଟେ ରହିଲାଣି ନାଇଟ୍ରୋଜେନ୍ 2ଟା, ଏଠି ରହିଲାଣି ନାଇଟ୍ରୋଜେନ୍ 2ଟା, ଏଠି ନାଇଟ୍ରୋଜେନ୍ 3ଟା, ତ ଏଇଟା ଅପସନ୍ A ଦେଇଛି। କିନ୍ତୁ ଏଇଟା ଯଦି 2 ହେଇଥାନ୍ତା ତାହେଲେ ସକ୍ସେସ୍ ହେଇପାରିଥାନ୍ତା। ତାପରେ ଯିବା 8 ନମ୍ବରକୁ। ସୋଡ଼ିୟମ୍ ସଲଫେଟ୍ ଦ୍ରବଣ ସହ ବେରିଲିୟମ୍ କ୍ଲୋରାଇଡ଼୍ ଦ୍ରବଣ ମିଶାଇଲେ ଉତ୍ପନ୍ନ ହେଉଥିବା ଧଳା ରଙ୍ଗର ଅବକ୍ଷୟଟି ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଟେ? ଦେଖ ଏଇଟା ଆମେ ଜାଣିଛେ BaSO4, ଆମର BaSO4 କେଉଁଠି ଅଛି? ଦେଖ D ଅପସନ୍ରେ ଅଛି, ତ ଅପସନ୍ D ହେବ ଆନ୍ସର୍ କି ନାହିଁ? ତାପରେ ସେ 9 ନମ୍ବର କୌଣସି ଏକ ରାସାୟନିକ ସମୀକରଣରେ ଗୋଟିଏ ପଦାର୍ଥ ଅମ୍ଳଜାନ ହରାଇଲେ ତାହାକୁ କେଉଁ ରାସାୟନିକ ପ୍ରତିକ୍ରିୟା କୁହାଯାଏ? ସେ କହୁଛି କ'ଣ ସଂକ୍ଷାରଣ, ଜାରଣ, ବିଜାରଣ, କିଣନ। ସେ କହୁଛି
ତ ଆମର ଯଦି ଅକ୍ସିଜେନଟାକୁ ହରାଉଛି, ଗୋଟିଏ ପଦାର୍ଥ ଯଦି ଅମ୍ଳଜାନ ହରାଇଲା ତାକୁ ବିଜାରଣ କହିବା। ତାକୁ ଆମେ କ'ଣ କହିବା? ବିଜାରଣ। ଅପସନ୍ ସିରେ ଅଛି। ତାପରେ କପର ବାୟୁ ସଂସ୍ପର୍ଶରେ ଆସିଲେ ସଂକ୍ଷାରଣର ମୁଖ୍ୟ ସମ୍ମୁଖୀନ ହୋଇ କେଉଁ ରଙ୍ଗ ଧାରଣ କରେ? ଆମେ ସବୁଜ ରଙ୍ଗ ଜାଣିଛେ। ଦେଖ କେଉଁଠି ଅଛି? ଅପସନ୍ ବିରେ ସବୁଜ ରଙ୍ଗ। ତାପରେ ଆସିଲା 11 ନମ୍ବର Fe2O3 Fe2O3 3CO ଆରୋ ମାର୍କ 2 Fe ପ୍ଲସ୍ 3CO2 ଦତ୍ତ ରାସାୟନିକ ପ୍ରତିକ୍ରିୟାରେ ସମ୍ବନ୍ଧିତ ଠିକ୍ ଉକ୍ତିଟି ଲେଖ। ସେ କହୁଛି ଏଫି ଜାରିତ। ଏଫି କେଉଁଠି ଜାରିତ ହେଇଛି? ଏଫି ତ ବିଜାରଣ ହେଇଛି। ଅକ୍ସିଜେନକୁ ଛାଡ଼ିଛି ମାନେ ବିଜାରଣ ହେଇଛି। CO ଏଇଟା ଫୁଲ୍ ହେଇଗଲା। ତାପରେ ଏଫି ବିଜାରିତ ହେଇଛି। ଏଫି ବିଜାରିତ ହେଇଛି, ଠିକ୍ ଅଛି। CO ବିଜାରକ। ବିଜାରକ ଯେ ଜାରଣ ହେଲା ସେ ବିଜାରକ। ତ ଏଠି ଏଇଟା ଅକ୍ସିଜେନ ଏଠି ମିଶିଛି, ଏଠି ଅକ୍ସିଜେନ ଛାଡ଼ିଛି। ତ ଏଇଟା ଅପସନ୍ ବି ହେବ ରାଇଟ୍ ଆନ୍ସର୍। ଦେଖ 12 ନମ୍ବର କ'ଣ ଦେଲା? Fe2O3 ସଲିଡ୍ ପ୍ଲସ୍ MaL ସଲିଡ୍ ତ ଇଜିକାଲ୍ ଟୁ କ'ଣ ହେଉଛି? NFe ଲିକ୍ୱିଡ଼ Al2O3 ଉକ୍ତ ସମୀକରଣରେ MON ଦୁଇଟା କ'ଣ ହେଇଛି ନା ସ୍ଥାନରେ ଯଥାକ୍ରମେ କ'ଣ କ'ଣ ରହିଲେ ଏହା ସମତୁଲ ହେବ। ତ ଦେଖ M ଆଉ Lରେ କେତେ କେତେ ରହିବ? ତ ଏର ଦେଖ କେତେ ହେଉଛି? M ଏଠି ଅଛି। M ଜାଗାରେ କ'ଣ ରଖିବା? ଦେଖ Lଟା କେତେଟା ଅଛି? 2। ତ M ଜାଗାରେ 2 ଆମେ ରଖିପାରିବା। M ଜାଗାରେ 2 ହେଲା। ଆଉ କ'ଣ ରହୁଛି? ଆଉ ଗୋଟେ ରହୁଛି NF କେତେଟା? 2ଟା। 2 ହେଲେ 2। ତ 2 ଗୋଟେ ଅଛି। 2 Dରେ ଅଛି। ତାପରେ ଆସିଲା PB3O4 8 HCl 3 PbCl2 ପ୍ଲସ୍ Cl2 ପ୍ଲସ୍ 4 H2O ଏହି ସମୀକରଣର କେଉଁଟି ଜାରକ ଅଟେ? ଦେଖ ଏଠି କ'ଣଟେ, ଏଠି କେଉଁ ଜିନିଷଟା ଜାରକ ହେଇଛି? ଦେଖ ଜାରକ ମାନେ ଯିଏ ଯେ ଅକ୍ସିଜେନ ନେଇଛି, ଅକ୍ସିଜେନ ଜାରିତ ହେଇଛି। ତ ଜାରକ କିଏ? ଜାରଣ ଅଲଗା, ଜାରକ ତାହେଲେ କିଏ ହେଇଛି? ଦେଖ PB ଅକ୍ସିଜେନ ଥିଲା, PB ଅକ୍ସିଜେନକୁ ତ୍ୟାଗ କରିଛି, ଏଠି ଜାରକ ହେଲା PbO3 ଜାରକ। ତାପଟୁ ଜିଙ୍କ କାର୍ବୋନେଟ୍ର ବିଘଟନ କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ? ତ ଆମେ ଜାଣିଛେ ଯେ କାର୍ବନ ଡାଇଅକ୍ସାଇଡ଼ ହୁଏ। କାର୍ବନ ଡାଇଅକ୍ସାଇଡ଼ ବିରେ ଅଛି, ନାଇଁ କି? ଏହି ସମ୍ପୂର୍ଣ୍ଣ ରାସାୟନିକ ସମୀକରଣରୁ କେଉଁଟିର ସୂଚନା ମିଳିଥାଏ? ସମ୍ପୂର୍ଣ୍ଣ ରାସାୟନିକ ସମୀକରଣ କ'ଣ କ'ଣ ମିଳୁଛି? ପ୍ରତିକାରକ ବିଷୟରେ ନା ପ୍ରତିକାରକର ଉତ୍ପାଦକ ଉଭୟ, କି ଉତ୍ପାଦକ ବିଷୟରେ ଜଣାପଡ଼ୁଛି, କି ପ୍ରତିକାରକ ଉତ୍ପାଦକ ଓ ସେଗୁଡ଼ିକର ଭୌତିକ ଅବସ୍ଥା। ତ ଏଇ ଯେଉଁଟା ଡିରେ ଅଛି ସବୁ ଜଣାପଡ଼ୁଛି, ନାଇଁ କି? ଡି ହେଉଛି ଆନ୍ସର୍। ତାପରେ 3MnO2 ପ୍ଲସ୍ 4 HCl ଇଜିକାଲ୍ ଟୁ MnCl2 ପ୍ଲସ୍ Cl2 ପ୍ଲସ୍ 2 H2O ଏହି ପ୍ରତିକ୍ରିୟାରେ କେଉଁଟି ଜାରକ ଅଟେ? କିଏ ଜାରିତ ହେଇଛି? ଜାରିତ କିଏ ହେଇଛି? ଦେଖ ସେ କହୁଛି ଜାରିତ କିଏ ହେଇଛି? ଜାରକ କିଏ? ଜାରିତ ଅଲଗା, ଜାରକ ହେଲେ ଯିଏ ଅକ୍ସିଜେନକୁ ଛାଡ଼ିଲା। ତ MnO2 ଅକ୍ସିଜେନ ଅଛି, ଏପଟେ ଅକ୍ସିଜେନ ନାହିଁ। ତ ଏଠି ଜାରକ କିଏ? ଜାରକ ହେଉଛି MnO2 ଏରେ ଅଛି। ତାପରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଜାରଣ ବିଜାରଣ ପ୍ରତିକ୍ରିୟାର ଉଦାହରଣ ନୁହେଁ? ଏଥିରୁ କେଉଁଟା ଜାରଣ ବିଜାରଣ ହେଇନି? ତ MnO2 ଏଠି ଜାରଣ ବିଜାରଣ ହେଇଛି। କ'ଣ ପାଇଁ? ନା ଅକ୍ସିଜେନ ଏଠିକି ଯାଇଛି, ଅକ୍ସିଜେନ ତ୍ୟାଗ କରିଛି, ଜାରଣ ବିଜାରଣ ହେଇଛି। ତାପରଟା କହୁଛି ଯେ କାର୍ବନ, ଦେଖ ଏଠି କେବଳ ଜାରିତ ହେଇଛି। କାର୍ବନ ଅକ୍ସିଜେନ ମିଶିଛି, ଏପଟେ ଅକ୍ସିଜେନ ମିଶିଛି, ବିଜାରିତ ହେଇନି, କେବଳ ଜାରିତ ହେଇଛି। ତ ଇଏ ଜାରଣ ବିଜାରକ ଦୁଇଟାକ ନୁହେଁ। ଇଏ ଜାରଣ ହେଇଛି। ଦେଖ ଅକ୍ସିଜେନକୁ ତ୍ୟାଗ କରିଛି Cu, ଏପଟେ ଅକ୍ସିଜେନ H2 ନେଇଛି। ତ ଏଠି ଜାରକ ବିଜାରକ କାମ କରିଛି, ଏଠି ବି ଏମିତି କାମ କରିଛି। ଏଇଟା କେବଳ ବି ହେଉଛି ଆନ୍ସର୍। ତାପରେ ଆସିଲା 58 ନମ୍ବର ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍ ସମତୁଲ ରାସାୟନିକ ସମୀକରଣ ଅଟେ? ତ ଏଇଟା ପରୀକ୍ଷାରେ ସମସ୍ତେ ଦେଖିକି କରିବ କେଉଁଟା ରାସାୟନିକ ସମୀକରଣ ସଠିକ୍ ହେଉଛି ବୋଲି। 18 ନମ୍ବରଟା ବି। 18 ନମ୍ବର ବି ମୁଁ ଦେଖିଥିଲି। 18 ନମ୍ବର କେତେ? ବି ହେଉଛି ଆନ୍ସର୍। ତାକୁ ମୁଁ ପରୀକ୍ଷା କରିକି ଦେଖିଥିଲି। ତାପରେ ଆସିଲା 19 ନମ୍ବର ନିମ୍ନଲିଖିତ ମଧ୍ୟରୁ କେଉଁଟି ଫେରସ୍ ସଲଫେଟ୍ ବିଘଟନର ସଠିକ୍ ପ୍ରତିକାରାତ୍ମକ ସମତୁଲ ସମୀକରଣ ଅଟେ? ତ ଏଟାକୁ ବସିକି ତୁମେ ପରୀକ୍ଷା କରିକି ଦେଖିବ। ଏଟା 19 ନମ୍ବର ମୁଁ ପରୀକ୍ଷା କରିକି ଦେଖିଥିଲି ଯେ ଅପସନ୍ ସି ହେଉଛି ଏହାର ଆନ୍ସର୍ ଥିଲା। ହେଲା।
देख 20 नंबर कौन देला 20 नंबर कहूँ कपर सल्फेट द्रवण में लुहा कंटा पकाइले से प्रकार रासायनिक प्रतिक्रिया घटे। तो ये से कौन कहूँ जैसे आम जाने विस्थापन प्रतिक्रिया हो लुहा कंटा पकाइले एफिटा विस्थापन हो तो ये ऑप्शन सी रे देछि विस्थापन कि नहीं। तो आम विस्थापन प्रतिक्रिया MnO2 + 4HCl ହେଇଛି କ'ଣ ଉତ୍ପାଦକରେ ନା MnCl2 + H2O + Cl2। ଏହି ପ୍ରତିକ୍ରିୟାରେ ନିମ୍ନ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ଠିକ୍? ସେ କହୁଛି କ୍ଲୋରିନ୍ Cl2କୁ ବିଜାରିତ କରିଛି। ଦେଖ HClକୁ Clକୁ ବିଜାରିତ କରିଛି ଯେଠି Cl ବାହାରିଛି ନାଇଁ କି। ଆଉ କ'ଣ ହେଇଛି ଯେ Cl2 HClକୁ ବିଜାରିତ ହୋଇଛି ଜାରିତ କରିଛି ନା ଏଇଟା ନୁହେଁ। ତାପରେ MnCl2 MnO2କୁ ବିଜାରିତ କରି ହେଇଛି ଏଇଟା ବି ନୁହେଁ। ଆଉ କ'ଣ ଦେଇଛି MnO2 MnClକୁ ବିଜାରିତ କରିଛି। ଦେଖ MnO2 MnCl ବିଜାରିତ ହେଇଛି ତ ଏଇଟା ବି ଠିକ୍ ଅଛି। ତ 1 ଆଉ 2 ଯେଉଁଟା 1 ଆଉ 4 ଯେଉଁଟା ଠିକ୍ ଅଛି ସେଇଟା ହେଉଛି ଠିକ୍ ଆନ୍ସର୍। 1 4 ଦେଖ 1 4 D ଅପସନ୍ ଅଛି ତ ଏଇଟା 1 ଆଉ 4ଟା ହେବ ଠିକ୍। ତାହେଲେ 22 ନମ୍ବର ଦେଇଛି 3Fe + 4H2O କ'ଣ ହେଇଛି ନା Fe3O4 4H2। ଉକ୍ତ ସମୀକରଣର ସମ୍ବନ୍ଧରେ ନିମ୍ନ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ସତ୍ୟ? ସେ କହୁଛି ଲୁହା ଜାରିତ ହୋଇଛି ଲୁହା ଏଠି ଜାରିତ ହେଇଛି କି ନାହିଁ ଅକ୍ସିଜେନକୁ ମିଶିଛି ତ ଏଇଟା ବି ଠିକ୍ ଅଛି। ତାପରେ ଜଳ ଜାରକ ଅଟେ ଜଳ ଏଠି ଜାରକ ମାନେ ଅକ୍ସିଜେନ ତାକୁ ଦେଇଛି ତ ଏଇଟା ଜାରକ ହେଇଛି। ଜଳ ବିଜାରକ ଅଟେ ଜଳ ଏଠି ବିଜାରିତ ହେଇନି ବିଜାରକ ନୁହେଁ ଜଳ ବିଜାରିତ ହେଇଛି। ବିଜାରିତ କହୁଥିଲି ଜଳ ବିଜାରିତ ହେଇଛି 4 ନମ୍ବର। ତ ଯେଉଁଟା 1 2 ଆଉ 4 ଅଛି 1 2 4 ଅପସନ୍ ଏ ଅଛି ତ ଏ ହେବ ଠିକ୍ ଆନ୍ସର୍। ତାର 23 ନମ୍ବର Fe2O3 + 3CO କ'ଣ ଉତ୍ପାଦକରେ ନା 2Fe + 3CO। ଏହା କେଉଁ ପ୍ରକାର ରାସାୟନିକ ପ୍ରତିକ୍ରିୟା ଅଟେ? ତ ସେ କହୁଛି ଏଇଟା କ'ଣ ଏଇଟା ଗୋଟେ ବିସ୍ଥାପନ ପ୍ରତିକ୍ରିୟା ହେଇନି। ତାପରେ ସେ କହୁଛି ଯେ ବିଘଟନ ନୁହଁ ବିଜାରଣ ପ୍ରତିକ୍ରିୟାଟା ହେଇଛି ଅପସନ୍ ସି ବୁଝିଲ। 23 ନମ୍ବର ହେଉଛି ଅପସନ୍ ସି ବିଜାରଣ ହେଇଛି। 24 ନମ୍ବର 4x + 3O2 2x2O3 ଏହି ସମୀକରଣରେ x ଏକ ମୌଳିକ ହେଲେ ଏହା କେଉଁ ପ୍ରକାର ରାସାୟନିକ ସମୀକରଣକୁ ସୂଚାଏ? ତ 24 ନମ୍ବର କ'ଣ କହୁଛି ନା 24 ନମ୍ବର କହୁଛି କେଉଁ ରାସାୟନିକ ସମୀକରଣକୁ ସୂଚାଉଛି। ତ ଏଠି କ'ଣ ହେଇଛି ବିସ୍ଥାପନ ବିଜାରଣ ନା ଏଇଟା ହେଇନି। ସଂଶ୍ଳେଷଣ ଜାରଣ ଦେଖ ସଂଶ୍ଳେଷଣ ହେଇଛି ଦୁଇଟା ମିଶିକି ଗୋଟେ ହେଇଛି ଆଉ ଅକ୍ସିଜେନ ମିଶିଛି ମାନେ ଜାରଣ ବି ହେଇଛି ସଂଶ୍ଳେଷଣ ଜାରଣ ଅପସନ୍ ବି ହେଉଛି ରାଇଟ୍ ଆନ୍ସର୍। ତାପରେ 25 ନମ୍ବର କ'ଣ କହୁଛି ଯେ ଫେରସ୍ ସଲଫେଟ୍ରୁ ବିଘଟନରୁ କେଉଁ ପ୍ରକାର ଗନ୍ଧ ବାହାରେ? ଜଳନ୍ତା ସଲଫେଟ୍ ଜଳନ୍ତା ଫସ୍ଫରସ୍ ଜଳନ୍ତା ସଲଫେଟ୍ରୁ ଜଳନ୍ତା ସଲଫେଟ୍ ହିଁ ବାହାରିବ। କ'ଣ ବାହାରୁଛି ଜଳନ୍ତା ସଲଫେଟ୍ ହିଁ ବାହାରୁଛି ତ ଅପସନ୍ ବି ହେଉଛି ରାଇଟ୍ ଆନ୍ସର୍। ତାପରେ 26 ନମ୍ବର ଲୁହା ନିର୍ମିତ ପଦାର୍ଥର ସଂକ୍ଷାରଣରେ କେଉଁ ପ୍ରକାରର ପ୍ରତିକ୍ରିୟା ଘଟିଥାଏ? ଲୁହା ସଂଶ୍ଳେଷଣ ରହୁଛି ଏଇଟା କ'ଣ ରହୁଛି ନା ସଂଶ୍ଳେଷଣ ବିଜାରଣ ଲୁହାର ଯେଉଁଟା ରହୁଛି ସଂଶ୍ଳେଷଣ ବିଜାରଣ ଦେଖ କେଉଁଥିରେ ଦେଇଛି ଜାରଣ ବିଜାରଣ ସଂଶ୍ଳେଷଣ ଅପସନ୍ ବିରେ ଦେଇଛି। ଏମିତି 26 ନମ୍ବର ଯାକେ ସରିଲା। 27 ନମ୍ବର କ'ଣ ଦେଲା ନିମ୍ନଲିଖିତ ମଧ୍ୟରୁ କେଉଁଟି ଯଥାକ୍ରମେ କଲି ଚୂନ ଓ ସୀମିତ ଚୂନ ରାସାୟନିକ ସଂକେତ ଅଟେ? ତ ଆମେ କ'ଣ କରିବା ବହିରୁ ସେ ସଂକେତ ଯେଉଁଟା ଅଛି ସଂକେତ ପଢ଼ିଦେବା ନିହାତି ଗୋଟେ ପଢ଼ୁଛି ହେଲା। ତ ଏଠି କହୁଛି କଲି ଚୂନ ଆଉ ସୀମିତ ଚୂନ କଲି ଚୂନର CaO ଆଉ ସୀମିତ ଚୂନ CaOH କେଉଁଠି ଅଛି ଦେଖ ବି ଅପସନ୍ ନମ୍ବର ବିରେ ଅଛି। ତାପରେ 28 ନମ୍ବର PbNO3O2ର ବିଘଟନ ହେଲେ PbONa2O2 ଉତ୍ପନ୍ନ ହୁଏ। ଏହି ସମୀକରଣରେ PbNO3 ଟୁ PbONa2O2ର କ୍ରମାନ୍ୱୟରେ ସଠିକ୍ କ'ଣ ମୋଲ୍ର ପରିମାଣ କେତେ ହେବ? ତ ସଠିକ୍ ମୋଲ୍ର ପରିମାଣ ଦେଖିଲେ ପିବିର କେତେ ହେବ
ପିବି ପିବିର ମୋଲ୍ ହେବ କେତେ? ମୋଲ୍ ସଂଖ୍ୟା ଦେଖିବାକୁ ଗଲେ ପିବି ଦୁଇ ଏଇଟା କାଲକୁଲେସନ୍ କରିକି ବାହାର କରିକି ଦେଖିବ, ଏଇଟା ଟାଇମ୍ ଲାଗିବ। ତାପରେ ମୁଁ ଏଇଟା କାଲକୁଲେସନ୍ କରିକି ଦେଖିଥିଲି ଯେ ଏଇଟା ଅପସନ୍ ସି 2 2 4 1 ହେବ। 2 2 4 1 ହେଉଛି ହେଲା ତା ମୋଲ୍ ସଂଖ୍ୟା ଗୁଡ଼ା। ନବମରେ ବି ଥିଲା ମୋଲ୍ ସଂଖ୍ୟା ନିର୍ମାଣ ହେଲା। ଦେଖୁନ ସେ କହୁଛି PbO ଅନୁସାରେ ମୋଲ୍ ଗୁଡ଼ାକ ହଁ ଏଇଟା ଅକ୍ସିଜେନ୍ ହେଉଛି ଗୋଟେ ମୋଲ୍ 1 ଅଛି କି ନାହିଁ, ଇଏ ହେଉଛି NO2 4ଟା ମୋଲ୍, ତାପରେ ହେଉଛି PbO ଏଇଟା ହେଉଛି 2ଟା ମୋଲ୍, ଆଉ PbNO3O2 ହେଉଛି 2 ମୋଲ୍। ଯେଉଁ ରାସାୟନିକ ସମୀକରଣରେ ପ୍ରତିକାରକ ଦୁଇଟି ମଧ୍ୟରେ ଆୟନ ବିନିମୟ ଘଟିଥାଏ ତାହାକୁ କେଉଁ ପ୍ରକାର ପ୍ରତିକ୍ରିୟା କୁହାଯାଏ? ଯଦି ଆୟନ ବିନିମୟ ହେଲା ତାକୁ କ'ଣ କହିବା? ଆୟନ ବିନିମୟ ହେଲେ ଦ୍ୱୈତ ବିସ୍ଥାପନ, ଆୟନ ବିନିମୟ ହେଉଛି ମାନେ ଦ୍ୱୈତ ବିସ୍ଥାପନ। ତ ଅପସନ୍ ବିରେ ଅଛି। ରୂପା ଉପକରଣ ଗୁଡ଼ିକ ବାୟୁରେ ସଂକ୍ଷାରଣର ସମ୍ମୁଖୀନ ହେଲେ କେଉଁ ରଙ୍ଗ ଧାରଣ କରେ? ତ ଏଇଟା କଳା ରଙ୍ଗ ଧାରଣ କରିବ ରୂପାଟା, ତ ଅପସନ୍ ବି କଳା ରଙ୍ଗ କି ନାହିଁ। ଏଇଭଳି ଏଇ ଭିଡ଼ିଓରେ ଆମର ରହିଲା ଆମର 30 ନମ୍ବର ପର୍ଯ୍ୟନ୍ତ। ଆଉ ଅଧିକ ଜାଣିବା ପାଇଁ ଆମର ନେକ୍ସଟ ଭିଡ଼ିଓରେ ଆଗକୁ ଆମେ ଦେବା। ଥ୍ୟାଙ୍କ ୟୁ।